ମାଛ ଚାଲିଛି ନା କାମ ଭଜା ସଇଲେ ଗୋଟେ ମସଲାଟା କଷା ହେଇଗଲେ ସୋରିଷ ବଟା ସହିତ ମସଲାର କମ୍ବିନେସନ୍ ସହିତ ଏ ମାଛର ସଂଯୋଗ ଆଜି ତରକାରୀଟା ପୁରା ମସ୍ତ ହବ। ମସଲା ପାଣି ଦିଆହେଇଗଲା ନା ପାଣି ଦିଆହେଇଗଲା ଭଜା ବର୍ତ୍ତମାନ ଟକ୍ ଟକ୍ ହେଇକି ଫୁଟିଲେ ମସଲାଟା ଆମର ବେସର ତାପରେ ମାଛଟାକୁ ତା ଭିତରୁ ଏଣ୍ଟ୍ରି। ଆରେ ବା ଆଜି ତ ଜମିଲା ଆଉ ଖାଇବାଟା ଆଉ ଆମ ଖାଇବାରେ ଆଜି ହେଇଛି ଶେଉଳ ମାଛ ତରକାରୀ ଆଉ ଏଠି କ'ଣ ଏଇଟା ଶିମ୍ବ ଆଳୁ ଭଜା ଆଉ ଏଠି ଗୋଟେ ଶାଗ ଭଜାଟା ହେବ। ସ୍ପେଶାଲ ଆଇଟମ୍ ଆଜି ସବୁ ହେଇଛି ପୁରା ମନ ଖୁସି। ସେପଟେ ମାଛ ଟକ୍ସ କରିକି ଫୁଟୁଛି ସେପଟେ ଶାଗ କଟା ଶାଗ ସେପଟେ କଡ଼େଇକି ପଳେଇଲି। ଆରେ ବା ଆଜି ତ ଜମିବ। ଆଉ କେତେ ସମୟ ଲାଗିବ? ବର୍ତ୍ତମାନ ଆମ ତରକାରୀ ପୁରା ରେଡ଼ି ହେଇଯାଇଛି। ବାବାରେ ପୁରା ଧନିଆ ପତ୍ର ସହିତ ଯେଉଁ କମ୍ବିନେସନ୍ଟା ଆହୁରି ପୁରା ମଜାଦାର। ଆଉ ଟିକେ ଟେଷ୍ଟ କରିବା ଦିଅ ଟିକେ ଦିଅ 2-3 ପିସ୍ ଏକାଳେ ଦିଅ ଗୋଟେ ଟେଷ୍ଟ କରିଦେବା ତାପରେ କହିବା କେମିତି କ'ଣ ହେଇଛି। ଆରେ ବା ପୁରା ମସ୍ତ ହେଇଛି ଆଉ ଦେଖିବା ଖାଇକି କହିବା କେମିତି କ'ଣ ହେଇଛି। ପୁରା ଟେଷ୍ଟ ଦେଶୀ ମାଛ ନା ଏହାର ଟିକେ ଅଲଗା ଫ୍ଲେଭର୍ ରହିବ। ଦେଖିବା ପିସ୍ଟା ହାତରେ ଉଠିବ ନା ଟିକେ ହାତରେ ଉଠେଇ ଲଗେଇବାକୁ ପଡ଼ିବ ଚାମଚ କଥା ନୁହଁ ପୁରା ଟେଷ୍ଟ। ଦେଶୀ ମାଛ ଭଲ ଲାଗିବ। ଖାଉ ଖାଉ ଖାଇଦେଇ ସବୁ ଯାଉ ଦେ ସବୁ ଯାଉ। ହଁ ଆଉ କେହି ଖାଇବେନି।